ଜୟ ଶ୍ରୀ ଜଗନ୍ନାଥ। ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଅଜ୍ଞାନର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ଯିଏ ଆମକୁ ବାଟ ଦେଖାନ୍ତି ସିଏ ହିଁ ଗୁରୁ। ସମସ୍ତଙ୍କୁ ମୋର ସଶ୍ରଦ୍ଧା ପ୍ରଣାମ। ଆଜିର ଏହି ପବିତ୍ର ତିଥି ହେଉଛି ବ୍ୟାସ ପୂର୍ଣ୍ଣିମା, ଯାହାକୁ ଆମେ ଗୁରୁ ପୂର୍ଣ୍ଣିମା ଭାବରେ ପାଳନ କରିଥାଉ। ଆଷାଢ଼ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ମହାପୁରୁଷ ମହର୍ଷି ବେଦବ୍ୟାସ ଜନ୍ମଗ୍ରହଣ କରିଥିଲେ। ସେ ହିଁ 4 ବେଦର ବିଭାଜନ କରିଥିଲେ। 18ଟି ପୁରାଣ, ମହାଭାରତ ଏବଂ ବ୍ରହ୍ମସୂତ୍ର ପରି ମହାନ ଗ୍ରନ୍ଥର ରଚନା କରି ମାନବ ସମାଜକୁ ଜ୍ଞାନର ଭଣ୍ଡାର ଭେଟି ଦେଇଥିଲେ। ସେଥିପାଇଁ ତାଙ୍କୁ ଆଦିଗୁରୁ ମଧ୍ୟ କୁହାଯାଏ ଏବଂ ତାଙ୍କ ଜନ୍ମ ଜୟନ୍ତୀକୁ ଆମେ ସମସ୍ତେ ବ୍ୟାସ ପୂର୍ଣ୍ଣିମା ଭାବେ ପାଳନ କରୁ। ଆସନ୍ତୁ ଆଜି ଜାଣିବା ଗୁରୁଙ୍କ ମାହାତ୍ମ୍ୟ। ସଂସ୍କୃତରେ ଗୁର ଅର୍ଥ ହେଉଛି ଅନ୍ଧକାର ଏବଂ ରୁର ଅର୍ଥ ହେଉଛି ଆଲୋକ, ଯିଏକି ଆମ ମନରୁ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକ ବା ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କରନ୍ତି। ସିଏ ହିଁ ଗୁରୁ। ତାହେଲେ ମା ଆଉ ବାପା ଆମକୁ ଜନ୍ମ ଦିଅନ୍ତି, କିନ୍ତୁ ଗୁରୁ ଆମକୁ ଜୀବନ ନିର୍ବାହର ସଠିକ୍ ମାର୍ଗ ଦେଖାନ୍ତି। ସଂସାରର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ଜ୍ଞାନ। ସେହି ଜ୍ଞାନର ଚାବିକାଠି ହେଉଛି ଗୁରୁଙ୍କ ହାତରେ ଥାଏ। ଜ୍ଞାନର ଚାବିକାଠି ହେଉଛନ୍ତି ଗୁରୁ। ଆଜିର ସମୟରେ ଗୁରୁ ପୂର୍ଣ୍ଣିମାର ପ୍ରାସଙ୍ଗିକତା କ'ଣ, ଆସନ୍ତୁ ଜାଣିବା। ଆଜିର ବୈଷୟିକ ଯୁଗରେ ଆମ ପାଖରେ ତ ସୂଚନାର କୌଣସି ବି ଅଭାବ ନାହିଁ, କିନ୍ତୁ ସଠିକ୍ ଜ୍ଞାନ ସଂସ୍କାର ଏବଂ ନୈତିକତା କେବଳ ହିଁ ଜଣେ ସଦ୍ଗୁରୁଙ୍କ ନିକଟରୁ ହିଁ ମିଳିଥାଏ। ଗୁରୁ କେବଳ ସ୍କୁଲ କିମ୍ବା କଲେଜର ଶିକ୍ଷକ ନୁହନ୍ତି ଆଜ୍ଞା। ଗୁରୁ ହେଉଛନ୍ତି ଜୀବନର ପ୍ରତ୍ୟେକ ମୋଡ଼ରେ ଯିଏକି ଆମକୁ ସଠିକ୍ ରାସ୍ତା ଦେଖାନ୍ତି, ସଠିକ୍ ମାର୍ଗ ଦେଖାନ୍ତି। ସେ ହିଁ ହେଉଛନ୍ତି ଆମର ପ୍ରକୃତ ଗୁରୁ। ଜଣେ ଶିଷ୍ୟ ଯେତେ ବି ପୋଥି ପୁରାଣ ପଢ଼ୁ, ଯେତେ ବି ବହି ପଢ଼ୁ, ଯାହା ବି କରୁ, ଯେତେ ସାଧନା କରୁନା କାହିଁକି କିମ୍ବା ଯେତେ ବୁଦ୍ଧିମାନ ହେଉନା କାହିଁକି, ତା ମନ ଭିତରେ ଥିବା ଅଜ୍ଞାନ, ଅହଙ୍କାର ଏବଂ ସଂଶୟ ରୂପକ ଅନ୍ଧକାର ସେ ପର୍ଯ୍ୟନ୍ତ ଦୂର ହୁଏ ନାହିଁ ଯେ ପର୍ଯ୍ୟନ୍ତ ତା ଉପରେ ସଦ୍ଗୁରୁଙ୍କ କୃପା ପଡ଼ିନଥାଏ, ସଦ୍ଗୁରୁଙ୍କ ଆଶୀର୍ବାଦ ପଡ଼ିନଥାଏ। ଆଲୋକର ପ୍ରତୀକ ଯେମିତିକି ଗୋଟିଏ ଅନ୍ଧାର ଘରେ ଶହ ବର୍ଷରୁ ଜମିଥିବା ଅନ୍ଧକାରକୁ ଦୂର କରିବା ପାଇଁ ଗୋଟିଏ ହିଁ ମାତ୍ର ଛୋଟ ଦୀପକଟିଏ, ଗୋଟିଏ ଦୀପକର ଆଲୋକ ହିଁ ଯଥେଷ୍ଟ। ଠିକ୍ ସେହିପରି ଶିଷ୍ୟର ଭ୍ରମ ଓ ଅଜ୍ଞାନତାକୁ ଦୂର କରିବା ପାଇଁ ଗୁରୁଙ୍କର ଗୋଟିଏ ହିଁ କୃପା ଦୃଷ୍ଟି ଯଥେଷ୍ଟ, ଟିକିଏ ହିଁ ଆଶୀର୍ବାଦ ଯଥେଷ୍ଟ। ଆଧ୍ୟାତ୍ମିକ ସତ୍ୟ କ'ଣ, ଆସନ୍ତୁ ଜାଣିନେବା। ଆଧ୍ୟାତ୍ମିକ ଜ୍ଞାନ କୌଣସି ବହିରୁ ଖୋଜିକି ହେଉ, କୌଣସି ବହିରୁ ଦେଖିକି ହେଉ କିମ୍ବା କୌଣସି ବହିରୁ ହିଁ ଶିଖାଯାଇପାରିବ ନାହିଁ। ଏହା ଗୁରୁଙ୍କ ଅନୁଭବ ଏବଂ ଆଶୀର୍ବାଦ ହିଁ ଶିଷ୍ୟର ହୃଦୟକୁ ହସ୍ତାନ୍ତର ହୋଇଥାଏ। ଗୁରୁଙ୍କ ଆଶୀର୍ବାଦ ବିନା ଶିଷ୍ୟର କୌଣସି ବି କାମ ହୋଇପାରେ ନାହିଁ। ବିନା ଗୁରୁଙ୍କ ଆଶୀର୍ବାଦରେ ଶିଷ୍ୟ କିଛି ବି କରିପାରେ ନାହିଁ, କିଛି ବି ଉନ୍ନତି ତା'ର ହୋଇପାରେ ନାହିଁ। ଗୁରୁଙ୍କ ଅହେତୁକ କୃପା ହିଁ ସେହି ଚାବିକାଠି, ଯାହାକି ଶିଷ୍ୟର ଅନ୍ତରରେ ଜ୍ଞାନର ପ୍ରଦୀପ ଜାଳିଦିଏ ଏବଂ ତାକୁ ଜୀବନର ସଠିକ୍ ଦିଶା ଦେଖାଇଥାଏ, ସଠିକ୍ ମାର୍ଗ ନିରୂପଣ କରିବାକୁ ସାହାଯ୍ୟ କରିଥାଏ। ଆଜିର ଏହି
ପବିତ୍ର ଗୁରୁ ପୂର୍ଣ୍ଣିମା ଦିବସରେ ମୋ ତରଫରୁ ବିଶ୍ୱର ପ୍ରତ୍ୟେକ ପିତାମାତା ପ୍ରତ୍ୟେକ ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ, କୋଟି କୋଟି ପ୍ରଣାମ। ଆପଣ ମଧ୍ୟ ଆପଣଙ୍କ ପିତାମାତା ଏବଂ ଆପଣଙ୍କ ଗୁରୁଙ୍କୁ ନିଶ୍ଚୟ ପ୍ରଣାମ କରନ୍ତୁ, ନିଶ୍ଚୟ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନିଜ ବନ୍ଧୁବାନ୍ଧବମାନଙ୍କ ସହ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ଜୟ ଶ୍ରୀ ଜଗନ୍ନାଥ।